ପ୍ରେଜ୍ ଦ ଲର୍ଡ। ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କ ନାମର ଗୌରବ ହଉ, ପ୍ରଭୁଙ୍କ ନାମର ମହିମା ହଉ। କାରଣ ଆମ୍ଭେମାନେ ଯେଉଁ ଈଶ୍ୱରଙ୍କର ସନ୍ତାନ, ସେ ପବିତ୍ର ଅଟନ୍ତି। ଆଉ ସେ କୁହନ୍ତି, ଆମ୍ଭେ ଯେପରି ପବିତ୍ର ତୁମ୍ଭେମାନେ ମଧ୍ୟ ସେହିପରି ପବିତ୍ର ହୁଅ। ଆଉ ସେ ପବିତ୍ର ପରମେଶ୍ୱର, ସେ ପାପୀକୁ ପ୍ରେମ କରନ୍ତି, ଆଉ ପାପୀକୁ ଉଦ୍ଧାର କରିକି ତାକୁ ପରିବର୍ତ୍ତନକାରୀ ପରମେଶ୍ୱର ସେ ଅଟନ୍ତି। କିନ୍ତୁ ସେ ପାପ କରିବା ପାଇଁ କେବେ ତାହାକୁ ଆଉ ଭୁଲ ରାସ୍ତାରେ ଯିବା ପାଇଁ ଦିଅନ୍ତି ନାହିଁ। ଆଜି ଆମେ ଶିଖିବା ଯେ ଆଜିର ଶିକ୍ଷାର ବିଷୟ ହେଲା ଟପିକ୍ ବିବାହ ପୂର୍ବରୁ ପାପ ନ କର। ଆଜିର ଶିକ୍ଷାର ବିଷୟ ହେଲା ଯେ ବିବାହ ପୂର୍ବରୁ ପାପ ନ କର। ଆଉ ଏଇ ଆଜିର ଶିକ୍ଷାକୁ ବୁଝିବା ପାଇଁ ଆମେ ଏବ୍ରୀ ତାର 13 ଅଧ୍ୟାୟ ତାର 4 ପଦକୁ ଆମମାନେ ଆଉ ଦେଖିବା। ଏବ୍ରୀ ତାର 13 ଅଧ୍ୟାୟ 4 ପଦ, ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହେଉ ଓ ତାହାର ଶଯ୍ୟା ସୂଚୀ ଥାଉ, କାରଣ ଈଶ୍ୱର ବା ପରମେଶ୍ୱର ପାରଦାରିକ ଓ ବେବିଚାରୀମାନଙ୍କର ବିଚାର କରିବେ। ଧ୍ୟାନ ଦେଇକି ଶୁଣିବେ। କାରଣ ଈଶ୍ୱର ପାରଦାରିକ ଓ ବେବିଚାରୀମାନଙ୍କର ବିଚାର କରିବେ। ଏଣୁକରି ବିବାହ ପୂର୍ବରୁ ପାପ ନ କର। ଏହା ଈଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ସଚେତନ ବା ଆମମାନଙ୍କୁ ସାବଧାନ କରୁଛି। ଖ୍ରୀଷ୍ଟରେ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ପାପ ଏତେ ମାତ୍ରାରେ ବଢ଼ିଯାଇଛି ଯେ ଆଉ ଏ ପାପ ଏ ପ୍ରକାର ବୃଦ୍ଧି ପାଇଛି ଜଗତରେ ଯେ ପାପ ଠାରୁ ନିଜକୁ ବଞ୍ଚେଇବାକୁ ହେଲେ ପରମେଶ୍ୱରଙ୍କର ବାକ୍ୟ ବିନା ଆମେ ସେଇ ପାପ ଠାରୁ ଆମେ ଜୟ କରିପାରିବା ନାହିଁ। ଯଦି ଈଶ୍ୱରଙ୍କର ବାକ୍ୟ ଯଦି ଆମ ହୃଦୟରେ ଅଛି, ଯଦି ଈଶ୍ୱରଙ୍କର ଭୟ ଯଦି ଆମ ମଧ୍ୟରେ ବା ଆମ ହୃଦୟରେ ଅଛି, ଯଦି ଈଶ୍ୱରଙ୍କ ସହିତ ଆମର ସମ୍ପର୍କ କନେକ୍ସନ ଯଦି ଠିକ ଭାବରେ ଅଛି, ତାହେଲେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ପାପ ଆମକୁ ଗ୍ରାସ କରିପାରିବ ନାହିଁ। ଏଣୁକରି ବିବାହ ପୂର୍ବରୁ ପାପ ନ କର। ଆଜି ଅନେକ ସ୍ଥାନରେ ମୋର ପ୍ରିୟମାନେ ଆମେ ଦେଖୁ ଯେ ମୋର ପ୍ରିୟମାନେ, ଆଉ ଏଠି ଆମେ ଦେଖୁଛୁ ବିବାହ ସମସ୍ତଙ୍କ ମଧ୍ୟରେ ଆଦରଣୀୟ ହଉ ଓ ତାହାର ଶଯ୍ୟା ସୂଚୀ ଥାଉ। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯେତେବେଳେ ଆଉ ରିଙ୍ଗ ସେରିମନି ଆଉ ଯେତେବେଳେ ବା ବାଗଦାନ ବା ବିବାହ ନିର୍ବନ୍ଧ ବୋଲି ଯାହାକୁ କୁହାଯାଏ ଏଙ୍ଗେଜମେଣ୍ଟ ଯେତେବେଳେ କରାଯାଉଛି, ସେ ସମୟରେ ମଧ୍ୟ ଗୋଟେ ପୁଅ ବା ଗୋଟେ ଝିଅ ସେମାନେ ଭାବନ୍ତି ଯେ ଆମର ସବୁ କିଛି ସମାପ୍ତ ହେଇଗଲା, ଏବେ ଆମେ ବର୍ତ୍ତମାନ ସ୍ୱାମୀ ସ୍ତ୍ରୀ। ନ ଆଗାମୀ ସମୟରେ ଯେଉଁ ବିବାହ ବନ୍ଧନରେ ଆପଣମାନେ ଆବଦ୍ଧ ହେବା ପାଇଁ ଯାଉଛନ୍ତି, ଯେଉଁ ବିବାହ ବନ୍ଧନରେ ଆପଣମାନେ ଦୁହେଁ ଅଛନ୍ତି ଆଉ ଏକାଙ୍ଗ ହେବା ପାଇଁ ଯାଉଛନ୍ତି, ଏଣୁ କରି ଏହା ଏକ ଆଉ ବିବାହ ନିର୍ବନ୍ଧ ଯାହାକି ପରସ୍ପର ମଧ୍ୟରେ ଏହା ଏକ ବର ପାତ୍ର ପାଇଁ ଏକ କନ୍ୟା ପାତ୍ର ତା ନିମନ୍ତେ ସଂଯୋଗ କରାଯାଉଛି, ଯାହାଦ୍ୱାରା ଆସନ୍ତା ଦିନ ସମୟମାନଙ୍କରେ ସେମାନେ ବିବାହ କରିବାକୁ ଯାଉଛନ୍ତି। ବା ଆଉ ଜଣେ ଆଉ ସେ ବର ପାତ୍ରର ଆଉ ଜଣେ ଯିଏକି କନ୍ୟା ପାତ୍ର ସେ ତାହାର ଭାର୍ଯ୍ୟ ହେବା ପାଇଁ ଯାଉଛି, ବା ଆଉ ଜଣେ ଯିଏକି ଆଉ କନ୍ୟା ପାତ୍ର ବା ସେହି ଭାର୍ଯ୍ୟାର ଆଉ ଜଣେ ଯିଏକି ବର ପାତ୍ର ସେ ଆଉ ସ୍ୱାମୀ ହେବା ପାଇଁ ଯାଉଛି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଙ୍ଗେଜମେଣ୍ଟ କି ରିଙ୍ଗ ସେରିମନି ବା ଆଉ ବାଗଦାନ ଏହା ବିବାହର ସମାପ୍ତି ନୁହେଁ,
ଏଣୁକରି ବିବାହ ଯେପରି ଈଶ୍ୱରଙ୍କ ଦୃଷ୍ଟିରେ ମଣ୍ଡଳୀର ସମ୍ମୁଖରେ ସମାଜ ମଧ୍ୟରେ ଯେପରି ଆଦରଣୀୟ ହେବ, ଯେପରି ତାହାର ସେଇ ଆଉ ବିବାହ କରିବା ପାଇଁ ଯାଉଥିବା ସେହି ଆଉ ବରପାତ୍ର ଏବଂ ସେ କନ୍ୟା ପାତ୍ର ଆଉ ସେମାନେ ବିବାହ କରିବା ପାଇଁ ଯାଉଥିବା ସେମାନଙ୍କର ଶଯ୍ୟା ଯେପରି ସୂଚିଥିବ, ସେମାନଙ୍କର ଶଯ୍ୟା ଯେପରି ପବିତ୍ର ଥିବ। କାରଣ ପରମେଶ୍ୱର ଏହିପରି ପାରାଦାରିକ ଓ ବ୍ୟଭିଚାରୀ ମାନଙ୍କର ସେ ବିଚାର କରିବେ, ଯେଉଁମାନେ ବିବାହ ପୂର୍ବରୁ ସଂଯୋଗତା ଆଉ ଯେଉଁମାନେ ପାପ କରନ୍ତି ସେମାନେ ବିଚାରରେ ପଡ଼ିବେ। ଏଣୁକରି ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ଜାଣନ୍ତି ଏହା ଜାଣି ରଖିବା ଦରକାର ଯେ ବିବାହ ପୂର୍ବରୁ ଆପଣ ନିଜକୁ ପବିତ୍ର କରିବାର ଅଛି। ପ୍ରଥମ ଥେସଲୋନିକୀୟରେ ଲେଖାଯାଏ, ମୋର ପ୍ରିୟମାନେ, ଆଉ ଏଠି ଆମେ ଦେଖିବା ସ୍ପଷ୍ଟ ଭାବରେ ଲେଖା ଅଛି ପ୍ରଥମ ଥେସଲୋନିକୀୟ ତାହାର ଆଉ 4 ଅଧ୍ୟାୟ ତାର 5 ପଦ 6 ପଦରେ ଲେଖାଯାଏ। ଏଠି କ'ଣ ବୋଲି ଲେଖା ଅଛି, ଧ୍ୟାନ ଦେଇକି ଶୁଣିବେ। ଯେ ବିବାହ କରିବା ପାଇଁ ଯାଉଛି ସେହି ଆଉ ବରପାତ୍ର ବା ସେହି କନ୍ୟା ପାତ୍ର ଆଉ ଆମର ଅନେକ ଯୁବା ଯୁବତୀ ଯେଉଁମାନେ ଏବେ ବର୍ତ୍ତମାନ ବିବାହ କରିବାର ଯେଉଁମାନଙ୍କର ସମୟ ହେଇଯାଇଛି, ସେମାନଙ୍କୁ ଈଶ୍ୱରଙ୍କର ବାକ୍ୟ କ'ଣ କହୁଛି, ଈଶ୍ୱରଙ୍କର ବାକ୍ୟ କି ପ୍ରକାର ଚେତନା ଦେଉଛି, ଧ୍ୟାନ ଦେଇକରି ଶୁଣନ୍ତୁ। ପ୍ରଥମ ଥେସଲୋନିକୀୟ 4 ଅଧ୍ୟାୟ 5 ପଦ 6 ପଦ, ପ୍ରତ୍ୟେକ ପବିତ୍ର, ପ୍ରତ୍ୟେକ ବୋଲି ଶବ୍ଦଟା ମିନିଂଟା ଆପଣ ମାନେ ଧ୍ୟାନ ଦେଇଥିବେ। ପ୍ରତ୍ୟେକ ପବିତ୍ର ଓ ସମାଦର ଭାବରେ ବା ସମ୍ମାନିତ ଭାବରେ ସମସ୍ତଙ୍କ ଦୃଷ୍ଟିରେ ଯେପରି ଆଦରଣୀୟ ହେବ ସେ କନ୍ୟା ପାତ୍ର ଯିଏକି ଜଣଙ୍କର ସ୍ତ୍ରୀ ହେବା ପାଇଁ ଯାଉଛି, ଯିଏକି ସେ ବର ପାତ୍ର ଜଣଙ୍କର ଆଉ ସ୍ୱାମୀ ହେବା ପାଇଁ ଯାଉଛି, ଯେପରି ସେଇ ସମାଜ ସେ ମଣ୍ଡଳୀରେ ଈଶ୍ୱରଙ୍କ ଦୃଷ୍ଟିରେ ଯେପରି ଆଦରଣୀୟ ସମ୍ମାନିତ ହେଇପାରିବେ। ଏଣୁକରି ସମାଦର ଭାବରେ ଆପଣା ନିମନ୍ତେ ଭାର୍ଯ୍ୟା ଗ୍ରହଣ କରିବାକୁ ଜାଣ। ପବିତ୍ର ଭାବରେ ସମାଦର ଭାବରେ ଆପଣା ନିମନ୍ତେ ଭାର୍ଯ୍ୟା ଗ୍ରହଣ କରିବା ପାଇଁ ଜାଣ। ମୋର ପ୍ରିୟମାନେ, ଆପଣ ଯାହାକୁ ବିବାହ କରିବା ପାଇଁ ଯାଉଛନ୍ତି, ଯାହା ସହିତ ଆପଣ ଆଉ ସମ୍ପର୍କ ସ୍ଥାପନ କରିବା ପାଇଁ ଯାଉଛନ୍ତି, ଯେପରି ଆପଣଙ୍କ ମଧ୍ୟରେ କୌଣସି ପ୍ରକାର ଗୁପ୍ତ ଛିଦ୍ର ପାପ ନଥାଏ। କାରଣ ଆଉ ଲେଖାଯାଏ ତା ତଳ ପଦରେ ଲେଖା ଅଛି, ପୁଣି ଯେପରି କେହି ଏ ବିଷୟରେ ସୀମା ଅତିକ୍ରମ କରି ଆପଣା ଭାଇକୁ ପ୍ରବଞ୍ଚନା ନ କରେ, ଯେଣୁ ପ୍ରଭୁ ଏ ସମସ୍ତ ବିଷୟରେ ଦଣ୍ଡଦାତା, ଯେପରି ଆମ୍ଭେମାନେ ପୂର୍ବେ ମଧ୍ୟ ତୁମମାନଙ୍କୁ ଜଣାଇ ସାକ୍ଷ୍ୟ ଦେଇଥିଲୁ। ମୋର ପ୍ରିୟମାନେ, ଯେଉଁମାନେ ଅପବିତ୍ର ଭାବରେ, ଯେଉଁମାନେ ଘୃଣ୍ୟ କଳଙ୍କିତ ଭାବରେ ଯେଉଁମାନେ ପାପ କରନ୍ତି ବିବାହ ପୂର୍ବରୁ, ଏଣୁକରି ଆଜି ଯେଉଁ ମୋର ଶିକ୍ଷା, ବିବାହ ପୂର୍ବରୁ ପାପ ନ କର। ଯେଉଁମାନେ ମୋର ପ୍ରିୟମାନେ, ଆଜି ଅନେକ ଆମେ ଦେଖୁଛୁ ଆମର ଖ୍ରୀଷ୍ଟୀୟ ସମାଜ ମଧ୍ୟରେ ବୟଫ୍ରେଣ୍ଡ ଗର୍ଲଫ୍ରେଣ୍ଡ ଫୋନରେ ଦିନ ରାତି କଥାବାର୍ତ୍ତା, ଫେସବୁକରେ କଥାବାର୍ତ୍ତା,
ভিডিও কলରେ କଥାବାର୍ତ୍ତା। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଜି ମୁଁ ଆପଣମାନଙ୍କୁ ସଚେତନତା କରିବା ପାଇଁ ଚାହେଁ। ଅଳ୍ପ ସମୟ ଆଉ ଅଳ୍ପ ମଧ୍ୟର ଏ ମେସେଜ ମଧ୍ୟରେ ଆପଣ ନିଜକୁ ପବିତ୍ର କରନ୍ତୁ। କାରଣ ଯଦି ଆପଣ ପବିତ୍ର ନ କରିବେ ଆପଣ ବିଚାରିତ ହେବେ। ଯଦି ପବିତ୍ର ଭାବରେ ଆପଣ ଭାର୍ଯ୍ୟା ଗ୍ରହଣ ନ କରିବେ, ଆପଣଙ୍କର ବିବାହ ସମସ୍ତଙ୍କ ଦୃଷ୍ଟିରେ ଆଦରଣୀୟ ଯଦି ନ ହୁଏ, ତାହେଲେ ଆପଣ ବିଚାରିତ ହେବେ। ଆପଣଙ୍କର ଯେ ଆଉ ଆମେ ଦେଖିଲୁ ପ୍ରଥମ ଥେସଲୋନିକେ 4:6 ସେହି ପ୍ରକାର ଲୋକମାନଙ୍କର ପରମେଶ୍ୱର ଦଣ୍ଡଦାତା। ମୋର ପ୍ରିୟମାନେ, ଏଣୁକରି ବି କେୟାରଫୁଲ, ଆପଣ ପାପ କରନ୍ତୁ ନାହିଁ। ଆପଣ ମୋର ପ୍ରିୟମାନେ ବିବାହ ପୂର୍ବରୁ ଆପଣ ପ୍ରେମକୁ ଉତ୍ତେଜନା କରନ୍ତୁ ନାହିଁ, ତାହାକୁ ଜଗାନ୍ତୁ ନାହିଁ। ଯଦି ଆମେ ପଢ଼ିବା ଆଉ ପରମ ଗୀତ ତାର 2 ଅଧ୍ୟାୟ ତାର 7 ପଦ ଆମେ ଦେଖିବା। ଏଠି ଲେଖାଯାଏ, ହେ ଜେରୁସାଲେମର କନ୍ୟାଗଣ ବା ଯୁବାଗଣ, ମୁଁ ତୁମ୍ଭମାନଙ୍କୁ କ୍ଷେତ୍ରସ୍ଥିତ ହରିଣୀ ଓ ମୁର୍ଗୀଗଣର ଶପଥ ଦେଉଅଛି ଯେ ପ୍ରେମର ବାସନା ନ ହେବା ପର୍ଯ୍ୟନ୍ତ, ଅର୍ଥାତ୍ ତୁମେ ତୁମର ଭାର୍ଯ୍ୟାର ହସ୍ତକୁ ନ ଧରିବା ପର୍ଯ୍ୟନ୍ତ, ହେ କନ୍ୟା ତୁମେ ଆପଣ ସ୍ୱାମୀର ହସ୍ତକୁ ନ ଧରିବା ପର୍ଯ୍ୟନ୍ତ, ଈଶ୍ୱରଙ୍କ ଦୃଷ୍ଟିରେ ବିବାହ ବନ୍ଧନରେ ଆବଦ୍ଧ ନ ହେବା ପର୍ଯ୍ୟନ୍ତ ତୁମ୍ଭ ହୃଦୟରେ ଥିବା, ତୁମ୍ଭ ମନରେ ଥିବା ସେ ପ୍ରେମକୁ ବା ସେଇ ବାସନାକୁ, ପ୍ରେମର ବାସନା ନ ହେବା ପର୍ଯ୍ୟନ୍ତ ବା ତୁମ ସ୍ୱାମୀ ନିକଟକୁ ନ ଯିବା ପର୍ଯ୍ୟନ୍ତ ବା ତୁମ ସ୍ତ୍ରୀକୁ ଗ୍ରହଣ ନ କରିବା ପର୍ଯ୍ୟନ୍ତ ତୁମେମାନେ ପ୍ରେମକୁ ଜଗାଅ ନାହିଁ, ତାହାକୁ ଜାଗ୍ରତ କର ନାହିଁ। ସେ ପ୍ରେମକୁ, ସେ ପ୍ରେମ ଆପଣଙ୍କ ସ୍ୱାମୀ ପାଇଁ ଆପଣ ରଖନ୍ତୁ, ସେ ପ୍ରେମ ଆପଣଙ୍କ ସ୍ତ୍ରୀ ପାଇଁ ଆପଣ ରଖନ୍ତୁ। କେବଳ ସେ ପାଇବାର ଯୋଗ୍ୟ। ହେ ଯୁବାମାନେ, ଏଣୁକରି ବିବାହ ପୂର୍ବରୁ ପାପ ନ କର। ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ପାପ ଅଟେ, ଏହା ପରମେଶ୍ୱରଙ୍କ ଦୃଷ୍ଟିରେ ଅପରାଧ ଅଟେ। ଆଉ ଏହି ପ୍ରକାର ଲୋକମାନେ ବିଚାରିତ ହେବେ, ସେମାନେ ଦଣ୍ଡ ପାଇବେ। ଏଣୁକରି ସେ ପ୍ରେମକୁ ଆପଣ ଜଗାନ୍ତୁ ନାହିଁ କି ଉତ୍ତେଜନା କରନ୍ତୁ ନାହିଁ। ଆପଣ ଈଶ୍ୱରଙ୍କର ବାକ୍ୟରେ ଆପଣ ରୁହନ୍ତୁ। ପରମେଶ୍ୱରଙ୍କର ସମୟ ଅନୁକ୍ରମେ ଯିଏକି ଆଦମଙ୍କ ପାଇଁ ଚିନ୍ତା କଲେ, ସେ କ'ଣ ଆପଣଙ୍କ ପାଇଁ ଚିନ୍ତା କରିବେ ନାହିଁ? ସେ ପରମେଶ୍ୱର ଅଟନ୍ତି। ତାହାଙ୍କର ଜ୍ଞାନ, ସେ ସର୍ବଜ୍ଞାନୀ। ତାହାଙ୍କୁ ବା କିଏ ଶିକ୍ଷା ଦେଇପାରେ? ଏଣୁ ଆଜି ଆମେ ବିବାହ ପୂର୍ବରୁ ପାପ ନ କରୁ। ଏଣୁକରି ଆଦି ପୁସ୍ତକ ତାର 2 ଅଧ୍ୟାୟ ଆମେ ଯଦି ଦେଖିବା, ଏଠି ଆଉ 2ର ତାର 18 ପଦ ଆମେ ଦେଖିବା। ଅନନ୍ତର ସଦାପ୍ରଭୁ ପରମେଶ୍ୱର କହିଲେ, ମନୁଷ୍ୟ ଏକାକି ଥିବା ଭଲ ନୁହେଁ, ଆମ୍ଭେ ତାହା ନିମନ୍ତେ ତାହାର ଅନୁରୂପ ସହକାରିଣୀ ନିର୍ମାଣ କରିବା। ଯଦି ଆପଣ ଦେଖିବେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ 21 ପଦରେ ଆପଣ ଦେଖିବାକୁ ପାଇବେ, ଅନନ୍ତର ସଦାପ୍ରଭୁ ପରମେଶ୍ୱର ଆଦମଙ୍କୁ ଘୋର ନିଦ୍ରାଗ୍ରସ୍ତ କରାଇ ସେହି ନିଦ୍ରା ସମୟରେ ତାଙ୍କର ଖଣ୍ଡେ ପଞ୍ଜରା ନେଇ ମାଂସ ଦ୍ୱାରା ସେହି ସ୍ଥାନ ପୂର୍ଣ୍ଣ କଲେ। ମୋର ପ୍ରିୟମାନେ, ପରମେଶ୍ୱର ସେ କୌଣସି ବିଷୟ ଭୁଲନ୍ତି ନାହିଁ। କିନ୍ତୁ ଆପଣ ସମୟ
ପୂର୍ବରୁ ବିବାହ ପୂର୍ବରୁ କିଛି କରନ୍ତୁ ନାହିଁ, ବିବାହ ପୂର୍ବରୁ ପାପ କରନ୍ତୁ ନାହିଁ। ମୋର ପ୍ରିୟ ମାନେ ଦେଖିଲେ ସବୁ ଜଡ଼ା ଜଡ଼ା ଅଛନ୍ତି, ହାତୀ ଜଡ଼ା ଜଡ଼ା ଅଛି ଅଣ୍ଡରାମାଇ, ଗାଈ ଅଛି ଅଣ୍ଡରାମାଇ, ବାଘ ଅଛି ଅଣ୍ଡରାମାଇ, ସବୁ ଜୀବ ପଶୁ ସମସ୍ତେ ଅଣ୍ଡରାମାଇ। କିନ୍ତୁ ଆଦମଙ୍କ ପାଇଁ ଭାର୍ଯ୍ୟା ଦେଖାଗଲାନି, ଆଦମଙ୍କ ପାଇଁ ସହକାରିଣୀ ଦେଖାଗଲାନି। ପରମେଶ୍ୱର ଚିନ୍ତା କଲେ। ଆଜି ଆମେ ଫେସବୁକରେ ଖୋଜି ଥାଉଛୁ, ୟୁଟ୍ୟୁବରେ ଖୋଜି ଥାଉଛୁ, ହ୍ୱାଟ୍ସଆପରେ ଖୋଜି ଥାଉଛୁ, ରଙ୍ଗ ନମ୍ବରରେ ଖୋଜି ଥାଉଛୁ। ମୋର ପ୍ରିୟ ମାନେ ପରମେଶ୍ୱର ଯାହା ଦିଅନ୍ତି ତାହା ଅତ୍ୟୁତ୍ତମ ବା ତାହା ଉତ୍ତମ। ଏଣୁକରି ବିବାହ ପୂର୍ବରୁ ପାପ କରନ୍ତୁ ନାହିଁ। ଆଦମଙ୍କୁ ମୋର ପ୍ରିୟ ମାନେ ଆଉ ତାହାର ଅନୁରୂପ ସହକାରେ ନିର୍ମାଣ କରିବା ପାଇଁ ଆଉ ତାହାକୁ ଭାର୍ଯ୍ୟା ଦେବା ପାଇଁ, ଯେ କି ତାର ସାଙ୍ଗରେ ରହିବ, ଯେ କି ତା ସହିତ ଚାଲିବ, ଯେ କି ତା ସହିତ ବସିବ, ଯେ କି ତା ସହିତ କଥା ହେବ। ଏଣୁକରି ବୋଲି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ତା ନିମନ୍ତେ ଗୋଟେ ଭାର୍ଯ୍ୟା ନିର୍ମାଣ କରିବା ପାଇଁ ସେ ନିରୂପଣ କଲେ। ଆଉ ଆଦମଙ୍କୁ ଘୋର ନିଦ୍ରାରେ ନିଦ୍ରାଗ୍ରସ୍ତ କରାଇ ତାହାର ପଞ୍ଜରାର ଗୋଟେ ହାଡ଼ ଦ୍ୱାରା, ହାଡ଼ ନେଇକି, ସେ ପଞ୍ଜରାର ହାଡ଼ ନେଇକି ବା ଅସ୍ଥି ନେଇକି ମୋର ପ୍ରିୟ ମାନେ ଆଉ ସେ ଏକ ନାରୀ ନିର୍ମାଣ କଲେ। ଯଦି ଆପଣ ଦେଖିବେ ଆଉ 22 ପଦ, 2:22 ପଦ, ଆଦି ପୁସ୍ତକ 2:22 ପଦ, ଆଉ ସଦାପ୍ରଭୁ ପରମେଶ୍ୱର ଆଦମଙ୍କ ଠାରୁ ଯୋଉ ପଞ୍ଜରା ଖଣ୍ଡିକ ନେଲେ ତଦ୍ୱାରା ଏକ ସ୍ତ୍ରୀ ନିର୍ମାଣ କରି ଆଦମଙ୍କ ନିକଟକୁ ଆଣିଲେ ବୋଲି ପରମେଶ୍ୱର ଆଣିଲେ। ଆଦମ ମାଗି ନାହାନ୍ତି, ପ୍ରଭୁ ମତେ ଗୋଟେ ଏମିତି ରୂପ ଥିବାଟା, ଏମିତି ଗୁରା ଥିବାଟା, ଏମିତି କଲା ଥିବାଟା, ନେ ମୋ ମା ବାପା ଯୋଉଟା ଠିକ କରିଦେଇଛନ୍ତି ସେ ଭଲ ଦେଖାଯାଉ ନାହିଁ। ଆଦମ କମ୍ପ୍ଲେନ କଲେ ନାହିଁ, ପ୍ରଭୁ ଟିକେ ହିପିବାଲ ଟିକେ କଲେ ନାହିଁ, ପ୍ରଭୁ ଟିକେ ମୋ ଠାରୁ ଟିକେ ଛୋଟ ହେଲା ପରି ଲାଗୁଛି ନା କେମିତି କ'ଣ। ସେ କୌଣସି କମ୍ପ୍ଲେନ କଲେ ନାହିଁ। ଆମର ବାହାର ଭୁର୍କୁଟି ଥାଏ, ଆମର ବାହାନା ଉପରେ ବାହାନା ଥାଏ, କିନ୍ତୁ ପାପ ଉପରେ କିଛି ବାହାନା ନଥିବ। ପାପ ଦିନ ବେଲେ ବି ହଉ, ରାତି ବେଲେ ବି ହଉ, ଗଛ ତଳେ ବି ହଉ, ବ୍ରିଜ ତଳେ ବି ହଉ, କୋଉ ଗାର୍ଡେନରେ ବି ହଉ, ତା ପାଇଁ ବାହାନା ନୁହେଁ। ଏଣୁକରି ବିବାହ ପୂର୍ବରୁ ପାପ ନ କର। ହେ ଯୁବା ଯୁବତୀ ଖ୍ରୀଷ୍ଟୀୟ ଭାଇ ଭଉଣୀ ମାନେ, ଯେପରି ଆପଣଙ୍କ ବିବାହ ସମସ୍ତଙ୍କ ଦୃଷ୍ଟିରେ ଆଦରଣୀୟ ହେବ ଆଉ ତୁମ୍ଭର ଶଯ୍ୟା ସୂଚୀ ଥିବ, ଏହା ଈଶ୍ୱରଙ୍କର ଇଚ୍ଛା ଅଟେ। କାରଣ ସେଇ ସମସ୍ତ ବିଷୟ ସେ ବିଚାରରେ ଆଣିବେ ଆଉ ସେ ସମସ୍ତଙ୍କୁ ସେ ଦଣ୍ଡ ଦେବେ ବୋଲି ଲେଖାଯାଏ। ପ୍ରଥମ ଥେସଲୋନିକ ତାର 4:6 ପଦରେ ଆମେ ଦେଖିଲୁ। ଏଣୁକରି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆପଣ ଜାଣନ୍ତି ଆଉ ଜଣଙ୍କୁ ସେ ଦଣ୍ଡ ଦେଇଛନ୍ତି। ଆଦି ପୁସ୍ତକ ତାର ଆଉ ଆମେ ଯଦି ଦେଖିବା ଆଦି ପୁସ୍ତକ 6 ଅଧ୍ୟାୟରେ ଆମେ ଦେଖିବାକୁ ପାଇବା ସେ ସମୟରେ ମନୁଷ୍ୟମାନଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା। ଆଉ ଯେତେବେଳେ ମନୁଷ୍ୟମାନଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା ଆଉ ଲୋକମାନଙ୍କର ସଂଖ୍ୟା ଯେତେବେଳେ ପୃଥିବୀରେ ଆଉ ବଢ଼ିବାକୁ ଲାଗିଲା, ସେତେବେଳେ ମୋର ପରିବାର ଅନେକ କନ୍ୟାଗଣ ଜାତ ହେଲେ, ପୁଣି ଅନେକ ରୂପବତୀ ଝିଅ ମାନେ ଜାତ ହେଲେ, ସୁନ୍ଦରୀ କନ୍ୟା ମାନେ ଜାତ ହେଲେ। ଆଉ ସେଇ ସମୟରେ ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ ଲେଖା ଯେ ସେତେବେଳେ ଆଉ ତାର ଆଦି ପୁସ୍ତକ 6 ଅଧ୍ୟାୟ ତାର 1 ପଦ 2 ପଦ ଆପଣ ମାନେ ପଢି ନେବେ। ସେତେବେଳେ ପରମେଶ୍ୱରଙ୍କର ପୁତ୍ରଗଣ ମନୁଷ୍ୟମାନଙ୍କର କନ୍ୟାଗଣକୁ ରୂପବତୀ ଦେଖି ସେମାନଙ୍କୁ ପସନ୍ଦ କଲେ ଓ ସେମାନଙ୍କ ମଧ୍ୟରୁ ବିବାହ କରିବାକୁ ଲାଗିଲେ। ମୋର ପ୍ରିୟ ମାନେ, ଆଲୋକ ସହିତ ଅନ୍ଧକାରର କି ସମ୍ପର୍କ? ପବିତ୍ର ଲୋକ ସହିତ ଅପବିତ୍ରତାର କି ସମ୍ପର୍କ? ହଁ, ଯଦି
ଆଉ ଯଦି ଜଣେ ଲୋକ ଆଉ ସେ ବିବାହ କରିଛି ଆଉ ଯଦି ସ୍ୱାମୀ ପ୍ରଭୁକୁ ପାଇଛି, ଯଦି ସେ ସ୍ତ୍ରୀ ପାଇନାହିଁ ତ ସେମାନେ ଅଲଗା ହେଇପାରିବେ ନାହିଁ। ମୁଁ ସେ କଥା କହୁନାହିଁ। ତ ଆପଣ କହିବେ ନାହିଁ ଯେ ସେ ଅନ୍ଧକାର ଜ୍ୟୋତି କେମିତି ଅଛନ୍ତି। ହଁ, ଯଦି ସ୍ତ୍ରୀ ଜାଣିଲା ପ୍ରଭୁକୁ, ସ୍ୱାମୀ ଯଦି ଜାଣିନାହିଁ, ଯଦି ସ୍ୱାମୀ ସ୍ତ୍ରୀ ଆଉ ସେମାନେ ବିବାହ କରିସାରିଛନ୍ତି, ବିବାହ ବନ୍ଧନ ଆବଦ୍ଧ, ସ୍ୱାମୀ ସ୍ତ୍ରୀ ହେଇସାରିଛନ୍ତି, ଏକ ବନ୍ଧନରେ ବନ୍ଧା ହେଇଛନ୍ତି, ଶରୀର ଏକ ହେଇସାରିଛି, ତାହେଲେ ଯଦି ସ୍ୱାମୀ ପ୍ରଭୁକୁ ଜାଣିନେ, ସ୍ତ୍ରୀ ପ୍ରଭୁକୁ ଜାଣିଛି, ତାହେଲେ ମଧ୍ୟ ସେମାନେ ବିଚ୍ଛିନ୍ନ ହେଇପାରିବେ ନାହିଁ। ସ୍ୱାମୀ ସ୍ତ୍ରୀ ପାଇଁ ପ୍ରାର୍ଥନା କରୁ ତାର ପରିବର୍ତ୍ତନ ପାଇଁ, ଆଉ ସ୍ତ୍ରୀ ସ୍ୱାମୀର ପରିବର୍ତ୍ତନ ପାଇଁ ପ୍ରାର୍ଥନା କରୁ। ସେ ଯେପରି ପ୍ରଭୁକୁ ଭୟ କରୁଛି ତା ସ୍ୱାମୀ ବି ଯେପରି ପ୍ରଭୁକୁ ଭୟ କରିବ, ତା ସ୍ୱାମୀ ଯେପରି ପ୍ରଭୁକୁ ଭୟ କରୁଛି ତା ସ୍ତ୍ରୀ ଯେପରି ପ୍ରଭୁକୁ ଭୟ କରିବ। ଏଣୁକରି ବିବାହ ପୂର୍ବରୁ ପାପ ନ କର, ଆପଣା ପ୍ରେମକୁ ଜଗାଅ ନାହିଁ କି ଉତ୍ତେଜନା କରନ୍ତୁ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଦେଖୁଛୁ ମୋର ପ୍ରିୟ ମାନେ, ଆଉ ମନୁଷ୍ୟମାନଙ୍କର କନ୍ୟାଗଣକୁ ରୂପବତୀ ଦେଖି ଆଜି ଆମର ଭେଣ୍ଡିଆ ଟକା ମାନେ ଖ୍ରୀଷ୍ଟୀୟ ସମାଜର, ଆମ ଖ୍ରୀଷ୍ଟୀୟ ମଣ୍ଡଳୀର, ଆମ ଖ୍ରୀଷ୍ଟୀୟ ଚର୍ଚ୍ଚର, ଆମ ବିଶ୍ୱାସୀ ଭାଇ ଭଉଣୀ ମାନେ ଆଜି ଆପଣମାନେ ଅନ୍ୟମାନଙ୍କୁ ଶିକ୍ଷା ଦେବା ବଦଳରେ ଆଜି ନିଜେ ଆପଣମାନେ ପାପରେ ପଡୁଛନ୍ତି। ଆପଣ ପ୍ରେମକୁ ଆପଣମାନେ ଉତ୍ତେଜନା କରୁଛନ୍ତି, ଜଗାଉଛନ୍ତି। ଆପଣ ଅନ୍ୟକୁ କ'ଣ ଶିକ୍ଷା ଦେବେ, ଆପଣ ନିଜେ ପାପରେ ପଡୁଛନ୍ତି। ବି କେୟାରଫୁଲ, କାରଣ ଏଇ ବିଷୟ ନେଇକି ପରମେଶ୍ୱର ବିଚାର ଆଣିବେ। କେହି ଆପଣଙ୍କୁ ରକ୍ଷା କରିବେ ନାହିଁ, କେହି ଆପଣଙ୍କୁ ସେ ସମୟରେ ପରମେଶ୍ୱରଙ୍କ ଦଣ୍ଡରୁ ଆପଣଙ୍କୁ ବଞ୍ଚେଇବେ ନାହିଁ। ଏଣୁକରି ବିବାହ ପୂର୍ବରୁ ପାପ ନ କର, ଯେପରି ତୁମ୍ଭର ବିବାହ ସମସ୍ତଙ୍କ ଦୃଷ୍ଟିରେ ଆଦରଣୀୟ ହେବ, ଆଉ ତୁମ୍ଭର ଶଯ୍ୟା ସୂଚି ଥିବ, ଆଉ ତୁମେ ପରମେଶ୍ୱରଙ୍କ ବିଚାରରୁ ରକ୍ଷା ପାଇବ, ତାଙ୍କ ଦଣ୍ଡରୁ ରକ୍ଷା ପାଇବ। ଏଣୁକରି ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମେ ଦେଖୁଛୁ ଏଇ ବାକ୍ୟକୁ ଆମେ ଦେଖିବା, ସାମଞ୍ଜସ୍ୟ କରିବା ଆମ ଜୀବନରେ, ଯେ ସେଇ ସମୟରେ ମୋର ପ୍ରିୟ ମାନେ ନହଙ୍କ ସମୟରେ ମନୁଷ୍ୟମାନଙ୍କର କନ୍ୟା ମାନେ ବଢିବାକୁ ଲାଗିଲେ, ସଂଖ୍ୟା ବଢିବାକୁ ଲାଗିଲେ, ଜନ୍ମ ହେବାକୁ ଲାଗିଲେ, ଆଉ ସେମାନେ ବଢିଲେ ରୂପବତୀ ସୁନ୍ଦର। ମୋର ପ୍ରିୟ ମାନେ, ଆଉ ପରମେଶ୍ୱରଙ୍କର କନ୍ୟା ବୋଲି, ଆଉ ପରମେଶ୍ୱରଙ୍କର ପୁତ୍ରଗଣ ବୋଲି ଲେଖାଯାଏ। ମୋର ପ୍ରିୟ ମାନେ, ଏଇଟା ଦେଖନ୍ତୁ, ଏ ବିଷୟକୁ ବୁଝନ୍ତୁ। ଯେତେ ଲୋକ ତାଙ୍କୁ ବିଶ୍ୱାସ କରନ୍ତି, ଜହନ 1:12 ଲେଖାଯାଏ, ଯେତେ ଲୋକ ତାଙ୍କୁ ବିଶ୍ୱାସ କରି ଗ୍ରହଣ କରନ୍ତି ସେମାନେ ଈଶ୍ୱରଙ୍କ ସନ୍ତାନ ହେବାର ଅଧିକାର ପାଆନ୍ତି। ଏଣୁକରି ବିବାହ ପୂର୍ବରୁ ପାପ ନ କର, ଏ ବିଷୟ ଆପଣ ମାନେ ଜାଣି ରଖନ୍ତୁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆଉ ସେଇ ସମୟରେ ମୋର ପ୍ରିୟ ମାନେ, ଆଉ ସେମାନେ ମନୁଷ୍ୟମାନଙ୍କର କନ୍ୟାଗଣକୁ ରୂପବତୀ ଦେଖିକି ପ୍ରଭୁଙ୍କର ସନ୍ତାନ ମାନେ ସେମାନେ ତାଙ୍କ ପ୍ରେମକୁ ସମ୍ଭାଳି ପାରିଲେ ନାହିଁ। ସେମାନେ ସମୟକୁ ଅପେକ୍ଷା କରିପାରିଲେ ନାହିଁ। ଭାବିଲେ ଯେ ଆଦମଙ୍କୁ ସୁନା ଯୋଗାଇଲେ ଆମକୁ ପରମେଶ୍ୱର ଦେବେ ନାହିଁ। ଏଣୁକରି ସେମାନେ ନିଜେ ନିଜେ ଖୋଜିବାକୁ ଲାଗିଲେ। ଯିଏ ଯାହାକୁ ପସନ୍ଦ କଲା, ଯିଏ ଯାହାକୁ ଲାଇକ୍ କଲା, ଯିଏ ଯାହା ଆଖିରେ ସୁନ୍ଦର ଦେଖାଗଲା, ସେ ତାହାକୁ ବିବାହ କଲା। ତାର ଫଳାଫଳ କ'ଣ ହେଲା? ପରମେଶ୍ୱର କ୍ରୋଧ କଲେ। ଆଉ ସେହି ସମୟରେ ନହଙ୍କର ପରିବାର 8 ଜଣ ପ୍ରାଣୀ କେବଳ ବଞ୍ଚିଲେ, ଆଉ ସେଇମାନଙ୍କର ପାପ ସକାଶୁ ସାରା ପୃଥିବୀ ଧ୍ୱଂସ ହେଇଗଲା। ମୁଁ କହିଲି ନା ଯେ ବିବାହ ସମସ୍ତଙ୍କ ଦୃଷ୍ଟିରେ ଆଦରଣୀୟ ହଉ, ଆଉ ସେମାନଙ୍କ ଶଯ୍ୟା ସୂଚି ଥାଉ, କାରଣ ପରମେଶ୍ୱର ପାରବାରିକ ଆଉ ବେବିଚାରୀ ମାନଙ୍କର ବିଚାର କରିବେ। ଥେସଲୋନିକ 4:6 ଆମେ ଦେଖିଲୁ ଯେ ପରମେଶ୍ୱର ସେହିପରି ଲୋକମାନଙ୍କୁ ଦଣ୍ଡ ଦେବେ ଯେଉଁମାନେ ପବିତ୍ର ଭାବରେ ଭାର୍ଯ୍ୟା ଗ୍ରହଣ କରିବାକୁ ଜାଣିନାହାନ୍ତି। ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ବି କେୟାରଫୁଲ, ସାବଧାନ ଆଜି ଆମେ ହେବା। ପରମେଶ୍ୱର ଆମଠାରୁ ସେ କିଛି ଆଉ ଆଶା କରିଛନ୍ତି, ଆମେ ତାହାଙ୍କର ଆଶାକୁ କେବେ ମଧ୍ୟ ଆମେ ଆଉ ଇଏ କରିବା ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପରମେଶ୍ୱର ଆମମାନଙ୍କୁ ସେ କହୁଛନ୍ତି ଯେ ଆମେ
आउ पवित्र भाव आम भार्या ग्रहण करवा से समय मोर प्रिय माने से माने जानिले आउ बुझी पारिनी परमेश्वर को वाक्य को देखंतु से माने प्रेम को उत्तेजना कले जगाइले आउ जे जहाँ को पसंद कला ताको विवाह कले किंतु मोर प्रिय माने जे आदम को जुगाइले हबा से कोन से मान को जुगाई न थांते किंतु से माने समय कले मोर प्रिय माने अपेक्षा कले नहीं आउ अपेक्षा न करिवार से मानकर दंड भयंकर हैला जल प्लावन द्वारा 40 दिन दिवा रात्र नहंक समय जल प्लावन हैला आउ समग्र पृथ्वी जल रे मग्न हो गला केवल 8 प्राणी कारण नह धार्मिक थिबारु नहंक परिवार प्रभु को भय करथिबारु तांको परिवार रक्षा पाइले एणुकरी विवाह पूर्वरु मोर प्रिय माने पाप न कर अपना प्रेम को जगाओ नहीं मोर प्रिय माने आपन को गोटे विषय कहबा पई चाहूची मोर प्रिय प्रभु को लोक माने देखंतु जोसेफ से धार्मिक थिला आउ तार जदि आपण माने पढ़िबा पई चाहूचंती माथ्य तार 1:18 पद 18 पदरे आपण मान देखि पारिबे जे आउ 18 पद प्लस आउ लुक तार 1:27 पदरे आपण माने पढ़ी पारिबे जे आउ जोसेफक सहित मरियमक सहित सॉरी जोसेफक सहित मरियमकर विवाह निर्बंध होइथिला आउ से विवाह करिबा निमंते मरियम को निजर भार्या करबा निमंते ता सहित से विवाह निर्बंधन रे आबद्ध होइतिले बा बंधन रे बंधाइतिले किंतु मोर प्रिय प्रभु को लोक माने आउ मरियम को गर्भ रे प्रभु यीशु से जन्म ग्रहण कले कारण जोसेफ धार्मिक थिले मरियम धार्मिक थिले से माने भी विवाह बंधन रे से माने मोर प्रिय माने से मानकर भी एंगेजमेंट हिथिला से माने कहिले नहीं आमे भूल काम करिबा पाप काम करिबा नहले त्राणकर्ता तांको ठार जन्म ही न थांते मरियम को गर्भरु आपण ए विश्व बुझिबा पे चेष्टा करंतु ए विश्व जानिबा पे चेष्टा करंतु मोर प्रिय प्रभु को लोक माने आज हमर ख्रीष्टीय समाज मोर प्रिय माने आम पाई आज ईश्वर को नाम निंदित आज आम सखासु परमेश्वर पवित्र नाम निंदित होछि एणुकरी मोर प्रिय माने विवाह पूर्व पाप को जाग्रत करंतु नहीं पाप करो नहीं मोर प्रिय माने आउ जोसेफ मोर प्रिय माने से मरियम को एंगेजमेंट करथिला बा रिंग सेरेमनी ताको पिंधैथिला बा वाग्दान करथिला ता सहित बा एंगेजमेंट करथिला मोर प्रिय प्रभु को लोक माने किंतु जेते बेले से जानि पारिला जे तार भार्या से जहा को विवाह करबा पे जोछि से गर्भवती अछि किंतु से जानि नथिला जे ताहार गर्भ पवित्र आत्मा को द्वारा होई अछि एणु करी परमेश्वर को दृष्टि जहा उत्तम प्रभु केबे मध्य ताहाको तले पड़िबा पे देबे नहीं केबे मध्य से धार्मिक को अपमानित होबा पे देबे नहीं केबे मध्य प्रभु से धार्मिक को दंड देबे नहीं से अन्याय रे कहार विचार करंती नहीं एडी करी जोसेफ मनस्थ कला जे ना मु जने धार्मिक आ गुटे गुटे गर्भ थिबा नारी को मु की प्रकार मु ताको एंगेजमेंट करिथिले सुदा रिंग सेरेमनी करिथिले सुदा वाग्दान करिथिले सुदा मु ताको की प्रकार मु विवाह करिवि एबे तो मु विवाह बंधन रे बंधा जाई नहीं एडी करी मु गोपन रे मु ताहाको परित्याग करी ए मनस्थ करी कि से सोई पड़िथिला परमेश्वर को दूत आसिले आउ आमे देखुछु माथ्य तार 1:24 पदरे आउ परमेश्वर ताकु स्वप्न माध्यम रे गाब्रिएल दूत आसिकी कहिले जोसेफ तुम्हार भार्या मरियम को तुम्हें ग्रहण करने को भय कर नहीं कारण तांकर गर्भ पवित्र आत्मा को द्वारा हुई अछि एणुकरी मोर प्रिय माने आउ से तार भार्या को ग्रहण करबा पई परमेश्वर ताकू कहिले मोर प्रिय माने आ परमेश्वर कहिले जोसेफ को जे तुम्हार मरियम से तुम्हार भार्या अटे मोर प्रिय प्रभु को लोक माने प्रिय प्रभु को लोक माने
ପ୍ରଭୁଙ୍କ ନାମର ଗୌରବ ହଉ, ପ୍ରଭୁଙ୍କ ନାମର ମହିମା ହଉ, ପ୍ରଭୁଙ୍କ ନାମର ପ୍ରଶଂସା ହଉ। ଧନ୍ୟବାଦ। ଆଜି ଏ ପ୍ରକାର ଆଜି ଲୋକମାନଙ୍କୁ ପ୍ରଭୁ ଖୋଜୁଛନ୍ତି। ଆଜି ଏହି ପ୍ରକାର ମୋର ପ୍ରିୟମାନେ ଆଜି ଆଉ ଯୁବାପିଢ଼ି ଲୋକମାନଙ୍କୁ ଖୋଜୁଛନ୍ତି, ଯେଉଁମାନେ କି ପ୍ରଭୁଙ୍କ ପାଇଁ ସେମାନେ ସମୟକୁ ନିର୍ଦ୍ଧାରିତ ସମୟରେ ମୋର ପ୍ରିୟମାନେ ସେମାନେ ବିବାହ କରିବେ। ଆଉ ଯେତେବେଳେ ପରମେଶ୍ୱର କହିଲେ ସ୍ୱପ୍ନ ମାଧ୍ୟମରେ 1:24 ମାଥ୍ୟୁ 1:24 ସେତେବେଳେ ସେ 25 ପଦରେ ଲେଖାଯାଏ ଯେ ସେ ସନ୍ତାନ ପ୍ରସବ ନ କରିବା ପର୍ଯ୍ୟନ୍ତ, ପ୍ରଭୁ ଯୀଶୁକୁ ଜନ୍ମ ନ ଦେବା ପର୍ଯ୍ୟନ୍ତ ସେ ତାଙ୍କର ଭାର୍ଯ୍ୟାକୁ ଗ୍ରହଣ କଲେ ସୁଦ୍ଧା ସେ ତା ସହିତ ସହବାସ କରିନଥିଲେ। ଭାବନ୍ତୁ ମୋର ପ୍ରିୟମାନେ, ଆଜି ଆମେ ଏଙ୍ଗେଜମେଣ୍ଟ ସରିଗଲା, ଆମର କାମ ସବୁ ସରିଗଲା, ଆମେ ଗତଲେ ବି ଭେଟି ପାରିବା, ଆମେ ବିରିତଲେ ବି ଭେଟି ପାରିବା, ଆମେ ମୋବାଇଲରେ ବି କଥା ହେଇପାରିବା, ଆମେ ଭିଡ଼ିଓ କଲରେ ବି କଥା ହେଇପାରିବା, ଫେସବୁକରେ ବି କଥା ହେଇପାରିବା। এই ସବୁ ବିଷୟ ପରମେଶ୍ୱର ବିଚାରରେ ଆଣିବେ ଆଉ এই ପ୍ରକାର ଲୋକମାନଙ୍କୁ ଦଣ୍ଡ ଦେବେ। ଏଣୁକରି ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏଣୁକରି ବିବାହ ପୂର୍ବରୁ ପାପ ନ କର। ଏଣୁକରି ମୋର ପ୍ରିୟ ପ୍ରଭୁଙ୍କ ଲୋକମାନେ, ବିବାହ ସମସ୍ତଙ୍କ ଦୃଷ୍ଟିରେ ଆଦରଣୀୟ ହେଉ, ତାହାର ଶଯ୍ୟା ସୂଚୀ ଥାଉ। ଏହା ପରମେଶ୍ୱରଙ୍କର ଆଦେଶ, ଏହା ପରମେଶ୍ୱରଙ୍କର ଆଜ୍ଞା ଅଟେ। ପ୍ରଭୁ ଅନୁଗ୍ରହ କରନ୍ତୁ, ଆଶୀର୍ବାଦ କରନ୍ତୁ ଆମ ସମସ୍ତଙ୍କୁ। ଏ ବାକ୍ୟକୁ ବୁଝିବା ପାଇଁ ପ୍ରଭୁ ଆମମାନଙ୍କୁ ଆଉ ଚେତନା ଦିଅନ୍ତୁ। ଏ ବାକ୍ୟକୁ ବୁଝିବା ପାଇଁ ପ୍ରଭୁ ଆମମାନଙ୍କୁ ଆଉ ଜ୍ଞାନ ଦିଅନ୍ତୁ, ବୁଦ୍ଧି ଦିଅନ୍ତୁ। ପ୍ରଭୁ ସମସ୍ତ ବିଷୟ ପ୍ରଭୁ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ଏ ଅଳ୍ପ ଶିକ୍ଷା ଦ୍ୱାରା ପ୍ରଭୁ ଆଶୀର୍ବାଦ କରନ୍ତୁ। ଆମେନ୍।